ରେମୁଣା ଉଡମ୍ବରରେ ମକର ମେଳା ଓ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। ବାଲେଶ୍ୱର ରେମୁଣା ଉଡମ୍ବର ଗାଁରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଯାଇଅଛି। ସୁସଜ୍ଜିତ ଆଲୋକମାଳା ସାଙ୍ଗକୁ ସେଲ୍ଫି ପଏଣ୍ଟ ଦର୍ଶକଙ୍କୁ ଆକୃଷ୍ଟ କରିଛି। ବିଭିନ୍ନ ଷ୍ଟଲ ବୁଲି ଚଟପଟା ଖାଇବାରେ ମଜା ଉଠାଉଛନ୍ତି। ଶତାଧିକ ଲୋକଙ୍କ ସମାଗମ ମଧ୍ୟ ଦେଖାଯାଇଛି। ଏହି ମେଳା ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବେଳେ 2 ଦିନ ଧରି ଚାଲିବ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗ୍ରାମବାସୀମାନଙ୍କ ସହଯୋଗରେ ଏହି ମେଳା ବହୁ ବର୍ଷରୁ ଚାଲି ଆସୁଛି। ଏହି ମକର ମେଳା ଅବସରରେ ସ୍ଥାନୀୟ ବିଜୟ ମେମୋରିଆଲ ଭଲିବଲ ଆସୋସିଏସନ ପକ୍ଷରୁ ଆନ୍ତଃରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଖେଳ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମଧ୍ୟ ମିଳିଛି। ଏହି ଖେଳରେ ଜିଲ୍ଲା ତଥା ରାଜ୍ୟ ସ୍ତରରୁ ଟିମ୍ ଆସିଛି। ହରିୟାଣା, ଇଷ୍ଟକୋଷ୍ଟ ରେଲୱେ, ଭଦ୍ରକ ଓ କେନ୍ଦ୍ରାପଡ଼ା ଟିମ୍ ଏଥିରେ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ୍ ହରିୟାଣା ଟିମ୍ ବିଜୟ ହାସଲ କରିଥିଲେ। କମିଟି ପକ୍ଷରୁ ଏହି ଟିମ୍କୁ ପୁରସ୍କୃତ କରାଯାଇଥିଲା। ବାଲେଶ୍ୱରରୁ ପ୍ରକାଶ ପ୍ରଧାନଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।